ରାସନ କାର୍ଡ଼ କାଟିଦେବେ ସରକାର। ନୂଆବର୍ଷ ପ୍ରଥମ ଦିନରୁ ଆଉ ମିଳିବନି ଚାଉଳ। କ'ଣ ଅଛି ଅପଡ଼େଟ୍ ଜାଣିବା, ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ତା ପୂର୍ବରୁ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ ଏଇଭଳି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ। ରାସନ କାର୍ଡ଼ ଧାରକଙ୍କ ପାଇଁ ବଡ଼ ଖବର। ରାସନ କାର୍ଡ଼ ଉପଭୋକ୍ତା ନାଁ କାଟି ଦିଆଯିବାର ସମ୍ଭାବନା ରହିଛି। ସରକାରଙ୍କ ପକ୍ଷରୁ ଜାରି ହେଲା ଗାଇଡ଼ଲାଇନ୍ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି। ରାସନ କାର୍ଡ଼ରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ବ୍ୟକ୍ତିମାନେ ଚାଲାକ କରି ରାସନ କାର୍ଡ଼ ହାତେଇ ନେଇଛନ୍ତି। ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ, ନଚେତ୍ ରାସନ କାର୍ଡ଼ କଟି ଦିଆଯିବ। ମାଗଣାରେ ଚାଉଳ ଏବଂ ଗହମ ପାଉଥିଲେ ପାଇବାକୁ ସକ୍ଷମ ହେବେ ନାହିଁ, କାରଣ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଇବାକୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ରାସନ କାର୍ଡ଼ ବା ହିତାଧିକାରୀମାନେ ନାଁ କଟା ଦିଆଯିବ। ରାସନ କାର୍ଡ଼ ହିତାଧିକାରୀ ତୁରନ୍ତ କିଛି ଜରୁରୀ କାମ କରାଇ ନେବାକୁ ପଡ଼ିବ, ଯାହାଫଳରେ ଆପଣଙ୍କ ପୁନର୍ଭଳି ମାଗଣା ରାସନ ପାଇପାରିବେ, ଚାଉଳ ଗହମ ମଧ୍ୟ ପାଇପାରିବେ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ଆପଣମାନେ ପାଇପାରିବେ। ଆଉ ସରକାରୀ ସୁବିଧା ପୂର୍ବ ଭଳି ପାଇବାକୁ ସକ୍ଷମ ହେବେ। ଏହା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇବେ। ତେବେ କେଉଁ କାମ କରିବାକୁ ପଡ଼ିବ ଆସନ୍ତୁ ଜାଣିବା। ରାସନ କାର୍ଡ଼ ଧାରକ ତୁରନ୍ତ ଇ-KYC କରିବାକୁ ପଡ଼ିବ। ରାସନ କାର୍ଡ଼ରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କର ଇ-KYC ବାଧ୍ୟତାମୂଳକ। ବାୟୋମେଟ୍ରିକ୍ କରିବା ଜରୁରୀ, ଯାହାଫଳରେ ପ୍ରକୃତ ହିତାଧିକାରୀମାନେ କେଉଁମାନେ ଏବଂ କେଉଁମାନେ ସରକାରଙ୍କର ସୁବିଧା ପାଇବାକୁ ଯୋଗ୍ୟ ତାହା ଜଣାପଡ଼ିଯିବ। ସମସ୍ତ ରାସନ କାର୍ଡ଼ଧାରୀଙ୍କ ପାଇଁ ଇ-KYC କାର୍ଯ୍ୟ କରିବା ବର୍ତ୍ତମାନ ବାଧ୍ୟତାମୂଳକ ଅଟେ। ଯଦି ଇ-KYC କରା ନଯାଏ ତେବେ ରାସନ କାର୍ଡ଼ରୁ ନାଁ କାଟି ଦିଆଯିବ, ଯାହାଫଳରେ ଅଯୋଗ୍ୟ ହିତାଧିକାରୀ, ଭୂତ ରାସନ କାର୍ଡ଼ଧାରୀ ଏବଂ ଧନିକ ଶ୍ରେଣୀର ଲୋକେ ରାସନ କାର୍ଡ଼ ହାତେଇଥିଲେ କାଟି ଦିଆଯିବ। ଯେଉଁମାନେ ଇ-KYC କରିନଥିବେ ସେମାନେ ରାସନ କାର୍ଡ଼ ଆସନ୍ତା ନୂଆବର୍ଷ ବା ଜାନୁଆରୀ 1 ତାରିଖ ଠାରୁ ସେମାନଙ୍କର ରାସନ କାର୍ଡ଼ଟି କଟିଯିବ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ। ପୂର୍ବରୁ ଡିସେମ୍ବର 1ରୁ ରାସନ କାର୍ଡ଼ କାଟି ଦିଆଯିବ ନେଇ ସରକାର ଆଣିଥିଲେ ଗାଇଡ଼ଲାଇନ୍, କିନ୍ତୁ ତେବେ ଏହାକୁ ଡିସେମ୍ବର 31 ସୁଦ୍ଧା ବୃଦ୍ଧି କରାଯାଇଥିଲା କେନ୍ଦ୍ର ସରକାରଙ୍କ ତରଫରୁ। ଡିସେମ୍ବର 31 ମଧ୍ୟରେ ଯେଉଁମାନେ ରାସନ କାର୍ଡ଼ ଇ-KYC କରିଥିବେ ସେମାନଙ୍କର ରାସନ ମିଳିବା ଜରୁରୀ ବା ଜାରି କରାଯିବ। ଆଉ ଯେଉଁମାନେ ନ କରିଥିବେ ସେମାନଙ୍କର ରାସନ କାର୍ଡ଼ଟି କାଟି ଦିଆଯିବ। ରାସନ କାର୍ଡ଼ରେ ଥିବା ସମସ୍ତ ସଦସ୍ୟଙ୍କର ଇ-KYC ବାଧ୍ୟତାମୂଳକ ଥିବାରୁ ଏଭଳି ଘୋଷଣା କରାଯାଇଛି। ରାସନ କାର୍ଡ଼ରେ ଇ-KYC କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ତାହାକୁ ଅନ୍ୟ ଅଣଦେଖା କରି ଦିଅନ୍ତି, ଯାହାଫଳରେ ସରକାରୀ ସୁବିଧା ମିଳିବା ବନ୍ଦ ହୋଇଯିବ। ରାସନ କାର୍ଡ଼ରେ ମିଳୁଥିବା ସାମଗ୍ରୀ ଯେପରିକି ଚାଉଳ, ଗହମ ଆଦି ବନ୍ଦ ହୋଇଯିବ। ଯଦି ରାସନ କାର୍ଡ଼ ଧାରକ ଏବଂ ସେଥିରେ ଉଲ୍ଲେଖ କରାଯାଇଥିବା ସମସ୍ତ ନାଁ ଯଥା ପ୍ରତ୍ୟେକ ସଦସ୍ୟ ନିର୍ଦ୍ଦିଷ୍ଟ ସମୟ ମାଧ୍ୟମରେ ଇ-KYC ନ କରନ୍ତି ତେବେ ସେମାନେ ମାଗଣା ଚାଉଳ କିମ୍ବା ଗହମ ପାଇବେ ନାହିଁ। ତେଣୁ ଯୋଗ୍ୟ ହିତାଧିକାରୀ ନିକଟସ୍ଥ ଡିଲର କତି ଯାଇ ଇ-KYC କରାଇ ନିଅନ୍ତୁ, ଯାହାଫଳରେ ଆଉ ରାସନ କାର୍ଡ଼ଟି କଟିବାର ଭୟ ନଥିବ। ତେବେ କାହିଁକି ରେସନ କାର୍ଡ଼ରେ ଇ-KYC ବାଧ୍ୟତାମୂଳକ? ରାସନ କାର୍ଡ଼ରେ ଇ-KYC କରିବାର କାରଣ ହେଉଛି ଯେଉଁମାନେ ରାସନ କାର୍ଡ଼ ସୁବିଧା ପାଇବାକୁ ଯୋଗ୍ୟ ନୁହନ୍ତି କିମ୍ବା ଯେଉଁମାନଙ୍କର 1ରୁ ଅଧିକ ରାସନ କାର୍ଡ଼ ରହିଛି କିମ୍ବା ଜୀବିତ ନାହାନ୍ତି ତଥାପି ରାସନ କାର୍ଡ଼ରେ ନାଁ ଅଛି, ସେମାନେ ବାହାରିବେ। ରାସନ କାର୍ଡ଼ରେ ଇ-KYC ସମୟରେ ନାଁ ଯୋଡ଼ିବା କିମ୍ବା ନାଁ କାଟିବା, ତଥ୍ୟ ସଂଶୋଧନ କରିବା ଭଳି କାର୍ଯ୍ୟ କରିହେବ। ଫଳରେ ରାସନ କାର୍ଡ଼ ମିଳିବା ସମୟରେ କୌଣସି ସମସ୍ୟା ହେବ ନାହିଁ। ଯଦି ଆପଣ କୌଣସି ଇ-KYCର ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମୋବାଇଲ ନମ୍ବର ଥିବା ଆବଶ୍ୟକ। କେବଳ ମୋବାଇଲ ନମ୍ବର ନୁହେଁ, ମୋବାଇଲ ନମ୍ବର ନିଜର ନାଁରେ ହୋଇଥିବା ମଧ୍ୟ ଆବଶ୍ୟକ। ପଞ୍ଜୀକୃତ ମୋବାଇଲ ନମ୍ବରରେ ବିନା ଇ-KYC ଆପଣ କରିପାରିବେ ନାହିଁ କିମ୍ବା ଯାଞ୍ଚ କରିପାରିବେ ନାହିଁ। ଏହିଭଳି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ରାସନ କାର୍ଡ଼ର ନୂଆ ଅପଡ଼େଟ୍ ଆସିଲେ ମୁଁ ଆପଣମାନଙ୍କୁ ତୁରନ୍ତ ଜଣାଇବି। ଧନ୍ୟବାଦ। ଜୟ ଜଗନ୍ନାଥ।